समस्त श्रोताबंधु को मोर निमंत्रण। समस्ते महा आनंद रे अति उल्लास रे आज दुर्गांकर देवींकर जगत जननींकर विदाय उत्सव को उपभोग करंतु। हे बंधु, आम आज आलोचना करवा अक्टोबर 4 तारीख शनिवार कथा। अक्टोबर 4 तारीख शनिवार कथा। आज अक्टोबर 4 शनिवार, तिथि द्वादशी, नक्षत्र धनिष्ठा, कुंभरे चंद्र। आज घातबार वृष सिंह कन्या राशि वृष सिंह कन्या राशि लोके टिके चलला बेले बुलला बेले काम कला बेले होशियार रहिबे। कोठी बाड़े पिटी हब, रक्त जीव, सावधान। मिथुन राशि पुरुषंकर घात चंद्र। मिथुन राशि पुरुष माने मानसिक अशांति भोग करिवे, कई अपमान दे पारे, मानसिक आघात। तुला राशि घात तिथि किसी मन पड़ोनी, यथा समय किसी मन पड़ोनी। सूर्यास्त 5:30 पर, तेणु प्रस्तुत हवा आम ठाकुर घर को जीवा, मंदिर को जीवा 5:30 पूर्व। अशुभ समय 8:37 रु 10:05 जाए। 8:37 रु 10:05 जाए आम ए समय पूर्वर बा परे कुआडे जीवा बा कौन से कार्य आरंभ करिबा, नहले नुहे। देखिबा मेष राशि शनिवार अक्टोबर 4 तारीख मेष राशि में कौन घटना अच्छी। मेष पाई आज उपभोग्य दिवस। समस्त संपर्कीय यथा संभव स्नेह आदर करिवे, यथा संभव स्नेह आदर करिवे। शत्रु भी सरल शांत होई नम्र हेबे। समस्त प्रकार कुशल इच्छा पूर्ण हेब। बहु दिगरु अल्प बहुति धनागम हेब। कर्म चंचल रही सुख और शांति लाभ करिवे। बढ़िया रुचिकर भोजन मिलिब। हाई क्लास निद हब। देव दर्शन जोग अच्छी। घर को बंधु आसी खुशी खबर देवे। मेष राशि शनिवार 4 तारीख एक भल दिन, शुभ दिन, मजा करिवार दिन। वृष पाई आलोचना करिबा। वृष राशि पाई आज कर्म मुखर दिन। कर्माधिप शनि एकादशस्थ, एणु कर्म क्षेत्र आज मंदिर परी बोध हेब। कर्मरु आनंद पाइबे। कर्म द्वारा धन और जश पाई खुशी हेबे। आनंद मुखर ए दिन उत्तम भोजन सुमित्र जोगाई देव। मेष भली वृषर भी आज बढ़िया 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 दिन। मिथुनर जन्म बृहस्पति। मन अधीर हेब, वृथा व्यय हेब, अपमान मिल पारे। आज घात चंद्र, एणु असुस्थ हेबे। धन आय हेब, मात्र यथेष्ट नुहे। कौनसी जरूरी काम पाई बाहर को जिबे, मात्र जीवा पूर्वरु चौरा पाखरु टिके आशीर्वाद नेबे। आशीर्वाद 2 प्रकार अच्छी। तुलसी गछरु चौरारे थिबा तुलसी गछरु जदि पत्र झड़ी थिबो, से पत्र को साथी नहीं जीवे। यदि पत्र न झड़ी थिबो ताहले मुंडिया मारी तुलसी मूलरू टिके माटी मुंडरे मारी श्रद्धारे जीवे। भूल करिवेनी, मानिबे। टिके बाहर को जीवे, मात्र जीवा पूर्वरु चौरा पाखक जाई देखंतु तुलसी पत्र पड़ी झड़ी कि
ସେ ଝଡ଼ା ପତ୍ର ସାଥିରେ ନେଇ ଯାଆନ୍ତୁ ଅଥବା ତୁଳସୀ ମୂଳର ମାଟି ଆଣି ମୁଣ୍ଡରେ ମାରି ପ୍ରଣାମ କରି ବୃନ୍ଦାବତୀଙ୍କ ଅନୁମତି ନେଇ ବାହାରକୁ ଯାଆନ୍ତୁ। ମିଥୁନ ପାଇଁ ଆଜି ଟିକେ ସେତେ ମଜାଦାର ଦିନ ନୁହେଁ, ଜଗି ରଖି ଚଳିଲେ ଭଲ। କର୍କଟ ରାଶ୍ୟାଧିପ ଚନ୍ଦ୍ର ଆଜି କୁମ୍ଭରେ, କୁମ୍ଭାଧିପ ଶନି ମୀନରେ, ମୀନାଧିପ ବୃହସ୍ପତି ମିଥୁନରେ, ଅର୍ଥାତ୍ ଚନ୍ଦ୍ର ଠାରୁ ପଞ୍ଚମରେ। ଏଣୁ ଏହି ତିନି ଗ୍ରହ ଚନ୍ଦ୍ର, ଶନି ଓ ବୃହସ୍ପତିଙ୍କ ପାଇଁ ଅଯଥା ବାକ୍ ବେତଣ୍ଡା ହେବ। ବାକ୍ ବେତଣ୍ଡା, ଯୁକ୍ତି ତର୍କ ଲାଗିବ, ତାହା କଳହ ରୂପ ନେଇଯାଇପାରେ। ବାସ୍ ସେତିକି। ତେଣୁ ଆମେ ତ ଜାଣିଲେ, ତେଣୁ ଯିଏ ଯାହା କହିବ ଆଜ୍ଞା ହଁ। ମାଙ୍କଡ଼ର 9ଟା ହାତ, ଆଜ୍ଞା ହଁ। ହାତୀର 53ଟା ପେଟ, ହଁ ମୁଁ ଦେଖିଛି ପରା, ଆଜ୍ଞା ହଁ। ଆଜ୍ଞା ହଜୁର ଏଇ କଥା କହିଦେଇ ଚୁପ୍ ରହନ୍ତୁ, ନହେଲେ କିଛି କହନ୍ତୁନି। ଅଯଥା ବାକ୍ ବେତଣ୍ଡା ହେବ, କଳହ ଗୁରୁତର ହେବ, ଦେହ ଖରାପ ହେବ, ବ୍ୟୟ ବଢ଼ିଯିବ, ସମ୍ମାନ ହାନି ହେବ, ଧନାଗମ ହେବନି, କେହି ନିନ୍ଦା କରି ଦୁଃଖ ଦେବେ। ମିଥୁନ ଆଉ କର୍କଟର ଟିକେ ସମସ୍ୟାପୂର୍ଣ୍ଣ ଦିନ। ସିଂହ କଥା ଆଲୋଚନା କରିବା। 4 ତାରିଖ ଶନିବାର କ'ଣ ଅଛି? ସିଂହ ପାଇଁ ଧନାଗମ ଯଥେଷ୍ଟ ହେବ, ସୁଖର ସମ୍ଭାର ପାଖକୁ ଆସିବ, ଦେହ ମୁଣ୍ଡ ଠିକ୍ ରହିବ, ଉତ୍ତମ ଭୋଜନ ଓ ଅନ୍ତରଙ୍ଗ ମିତ୍ର ମିଳିବେ, ସୁନିଦ୍ରା ବି ହେବ, ଦାମ୍ପତ୍ୟ କଳହ ହେଇପାରେ। ଦାମ୍ପତ୍ୟ କଳହ ହେଇପାରେ। ତେଣୁ ସିଂହ ରାଶିର ପୁରୁଷ ବା ସ୍ତ୍ରୀ ଯଦି ଶୁଣୁଥିବେ, ତାହେଲେ ପୁରୁଷ ଚୁପ୍ ରହନ୍ତୁ, ସ୍ତ୍ରୀ କ'ଣ କହୁଛନ୍ତି କହିଯାଆନ୍ତୁ, ତାପରେ ତ ସେ ବୁଝିବେ ନା। ବା ସ୍ତ୍ରୀ ଚୁପ୍ ରହନ୍ତୁ, ପୁରୁଷ ଯାହା କହିବା କହିଯାଆନ୍ତୁ। ଜଣେ କିଏ ଚୁପ୍ ରହିଗଲେ କଳହ କେମିତି କ'ଣ ହେବ? ମୌଲିନଃ କଳହ ନାସ୍ତି। ଦାମ୍ପତ୍ୟ କଳହ ହୋଇପାରେ, ପାରିବାରିକ ଶାନ୍ତି ଭଙ୍ଗ ହୋଇପାରେ, ପାରିବାରିକ ଭାଇ ଭାଇ ମଧ୍ୟରେ, ପିତା ପୁତ୍ର ମଧ୍ୟରେ, ଆଉ ସେମିତି ଯେଉଁମାନେ ଅଛନ୍ତି ତାଙ୍କ ମଧ୍ୟରେ ଟିକେ ପାଟିତୁଣ୍ଡ ହେବ, ଝମିଲା ହେବ, ଟିକେ ଚୁପ୍ ରହିଲେ ଭଲ। ପାରିବାରିକ ଶାନ୍ତି ଭଙ୍ଗ ହୋଇପାରେ। ହ୍ରିଂ ସୂର୍ଯ୍ୟାୟ ନମଃ। ସୂର୍ଯ୍ୟଙ୍କର ଅଧୀନ ସିଂହ ରାଶି, ତେଣୁ ହ୍ରିଂ ସୂର୍ଯ୍ୟାୟ ନମଃ ବାରମ୍ବାର କୁହନ୍ତୁ, ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ଯେତେବେଳେ ଏଇ ଝମିଲା ଆରମ୍ଭ ହେବ, ସେତିକି ବେଳେ ପାଟିର ମନ୍ତ୍ର ବାହାରିଲେ ଭଲ, ଝମିଲା ବଢ଼ିବନି। ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ, ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ। 4 ତାରିଖ ଶନିବାର କନ୍ୟା ରାଶି ପାଇଁ କହୁନାହାନ୍ତି କ'ଣ କହିବେ? ହଁ ଶୁଣୁନାହାନ୍ତି। ଆଜି କନ୍ୟା ରାଶି ପାଇଁ ଆଜି ଲାଭପ୍ରଦ ଦିନ। ମୁଖ୍ୟତଃ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ଦୈନିକ ବୃତ୍ତି ଯାହା କରି ପରିବାର ପ୍ରତିପୋଷଣ କରୁଛନ୍ତି, ତହିଁରୁ ବି ଭଲ ଆୟ ହେବ। କର୍ମ ଯୋଜନା ସଫଳ ହେବ, ବହୁବିଧ ସୁଖ ମିଳିବ, ଆନନ୍ଦିତ ରହିବେ, ଦେହ ପ୍ରାୟ ସୁସ୍ଥ ରହିବ, କୁଟୁମ୍ବରେ ମଙ୍ଗଳ ହେବ, ସମସ୍ତ ଭଲ ଇଚ୍ଛା ପୂରଣ ହେବ। ମାତ୍ର ପରିବାରରେ ମୁଖ୍ୟଙ୍କ ବ୍ୟତୀତ ଅନ୍ୟମାନେ ଅସୁସ୍ଥ ରହିବେ। ପରିବାରର ମୁଖ୍ୟ ଯିଏ, ସିଏ ସୁସ୍ଥ ରହିବେ, ଅନ୍ୟମାନେ ଅସୁସ୍ଥ ରହିବେ। କ'ଣ କରିବା? ଅସୁସ୍ଥ ହେବା ମାତ୍ରେ ସେଇ ଗୁରୁଜନଙ୍କର ସେବା କରନ୍ତୁ। ଯିଏ ସୁସ୍ଥ ଅଛନ୍ତି, ଯେଉଁ ପରିବାର ମୁଖ୍ୟ, ତାଙ୍କର ଦାୟିତ୍ୱ ନିଅନ୍ତୁ, ଦେହ ଭଲ ହେଇଯିବ। ସେ ପ୍ରାୟ ଚଳନ୍ତି ଠାକୁର। 4 ତାରିଖ ଶନିବାର ତୁଳା କଥା ଶୁଣିବାନି? ହଁ ଶୁଣନ୍ତୁ। ତୁଳାକୁ ଆଜି ନାନାବିଧ ସୁଖ ମିଳିବ, ମାତ୍ର କିଛି ଅଘଟଣ ଘଟିଯାଇପାରେ, ସାବଧାନତା ଅବଲମ୍ବନ କରନ୍ତୁ। ସମସ୍ତ ସଦସ୍ୟ ସୁସ୍ଥ ରହିବେ। ଧନ ଓ ସମ୍ମାନ, ଖାଦ୍ୟ ଓ ନିଦ୍ରା, ଭାଇ ଓ ବନ୍ଧୁ ଯଥେଷ୍ଟ ଆନନ୍ଦ ଦେବେ। କିଏ କିଏ ଦେବେ? ଧନ ଆଉ ସମ୍ମାନ, ଏ ଦୁଇଟା ଆନନ୍ଦ ଦେବେ। ଆଉ ଖାଦ୍ୟ ଆଉ ନିଦ୍ରା, ମଜା ଦେବେ, ଆନନ୍ଦ ଦେବେ। ଭାଇ ଓ ବନ୍ଧୁ ଯଥେଷ୍ଟ ଆନନ୍ଦ ଦେବେ। ଧର୍ମ କରନ୍ତୁ, ଦାନ ଦିଅନ୍ତୁ।
ମାନେ ତୁଳା ରାଶି ପାଇଁ ସବୁ ଦିଗରୁ ଭଲ। ଯଦି ନିଜେ ବୁଝିକିରି ଟିକେ ଧର୍ମ କାର୍ଯ୍ୟ କରିବେ, ପର ସେବା କରିବେ, ପର ଉପକାର କରିବେ, ଦାନ ଦେବେ, ତାହେଲେ ଟିକେ ଆହୁରି ଭଲ ହେବ। 4 ତାରିଖ ଶନିବାର। ବିଛା ରାଶିର ଲୋକଙ୍କୁ ଅନୁରୋଧ, କ'ଣ ଅସୁବିଧା ଅଛି ବୋଧେ? ଆଉ ବିଛା ରାଶିର ଲୋକଙ୍କୁ ଅନୁରୋଧ, ସେମାନେ ଏମିତି କିଛି କୁକର୍ମ ନ କରନ୍ତୁ ଯଦ୍ୱାରା ପଡ଼ୋଶୀ ଅଶାନ୍ତ ହେବେ। ପଡ଼ୋଶୀ ବା ଆମର ପ୍ରକୃତ ବନ୍ଧୁ, ତେଣୁ ପଡ଼ୋଶୀଙ୍କ ମନରେ ଆଘାତ ଦେବେନି, ବୁଝେଇକିରି କହିବେ। ସୁତରାଂ ଏମିତି କିଛି କୁକର୍ମ ନ କରନ୍ତୁ ଯେଭଳି ପଡ଼ୋଶୀ ଅଶାନ୍ତ ହେବେ। ଆଜି ଆଦୌ ଶୁଭ ଦିନ ନୁହେଁ। ଦେହ ଭଲ ରହିବନି। ଶାରୀରିକ ଯନ୍ତ୍ରଣା ସମସ୍ୟା ବଢ଼ିଯିବ। ମନ ଉପରେ କୁପ୍ରଭାବ ପକାଇବ। କେଉଁଟା? ଶାରୀରିକ ଯନ୍ତ୍ରଣା ମନ ଉପରେ କୁପ୍ରଭାବ ପକାଇବ। ଆଉ ମନ ଅଧୀର ହେବ, ଅଶାନ୍ତ ହେବ, ବୃଥା ବ୍ୟୟ ହେବ। ବିଛା ରାଶିର ଆଜି ଭଲ ନୁହଁ। ମିଥୁନ, କର୍କଟ, ବିଛା ଭଲ ଅବସ୍ଥାରେ ନାହାନ୍ତି ଆଜି। 4 ତାରିଖ ଶନିବାର। ଧନୁ କଥା ବୁଝିବା। ଧନୁ ପାଇଁ ଆଜି ବଡ଼ ଶୁଭ ଦିନ। ଧନ ଲାଭ ଯୋଗ ଅଛି। ରାହୁ ଚନ୍ଦ୍ର ତୃତୀୟସ୍ଥ, ରାହୁ ଆଉ ଚନ୍ଦ୍ର ଏ ତୃତୀୟସ୍ଥ। ମାନସିକ ଅଶାନ୍ତି ସୃଷ୍ଟି ହେବ। ରାହୁ କୋଳରେ, ରାହୁ ପାଖରେ ଚନ୍ଦ୍ର ଅଛନ୍ତି ନା, ମାନସିକ ଅଶାନ୍ତି ସୃଷ୍ଟି ହେବ। ଭାଇ ଭଉଣୀ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। ତଥାପି ଏ ସମସ୍ତ ସମସ୍ୟା ଶୀଘ୍ର ଶାନ୍ତ ହୋଇଯିବ, ସୁଖ ମିଳିବ। ଟିକେ ଖିଟଖାଟ ହେବ ଭାଇ ଭଉଣୀ ମଧ୍ୟରେ, ଆଉ କି ଭାଇ ଭାଇ ମଧ୍ୟରେ, ଆଉ କି ସ୍ୱାମୀ ସ୍ତ୍ରୀ ମଧ୍ୟରେ, ଯେହେତୁ ରାହୁ ଚନ୍ଦ୍ର ଗୋଟାରେ ଅଛନ୍ତି ତ। ହେଲେ ଏଇଟା ଗୁରୁତର ନୁହଁ। ଭସା ବାଦଲ ପୁଣି ପଳେଇବନି। ଆମେ ଏବେ ମକର ପାଖକୁ ଆସିବା। ମକରର ଆଜି ଗୋଳମାଳିଆ ଦିନ। ମକରର ଆଜି ଗୋଳମାଳିଆ ଦିନ। ମନ ଠିକ୍ ରହିବନି, ମନ ସବୁ ଭୁଲ କରିବ। ତେଣୁ ମୁଣ୍ଡ ଟିକେ ପାଗଳ ହେବ, ପାଟି ଟିକେ ଖୋଲିବ, ଝାମେଲା ଟିକେ ହେବ। ଆଉ ମକରର ଆଜି ଗୋଳମାଳିଆ ଦିନ। ଅତୀତର କିଛି ଦୁର୍ଘଟଣା ପାଇଁ ମନ ବିଚଳିତ ହେବ, ଧନ ହାନି ହେବ, ପ୍ରିୟ ଲୋକଙ୍କ ସହ ମନମାଳିନ୍ୟ ହେବ। ଯାହା ଆୟ ହେବ ତାହା ସମୁଦ୍ରକୁ ଶଙ୍ଖେ। ସେ କ'ଣ କରିବା? ବଞ୍ଚିବାନି? ଆନନ୍ଦ ପାଇବାନି? କ'ଣ କରିବା? ଶ୍ରୀମଦ୍ ଭଗବତ ଗୀତାର 10ମ ଅଧ୍ୟାୟ ପାଠ କରନ୍ତୁ। ସବୁ ସମସ୍ୟା ଚଟକିନି ପଳେଇଯିବ, ମଙ୍ଗଳ ହେବ। ଶ୍ରୀମଦ୍ ଭଗବତ ଗୀତାର 10ମ ଅଧ୍ୟାୟ ପାଠ କରନ୍ତୁ। କୁମ୍ଭ ପାଇଁ ଶନିବାର 4 ତାରିଖ। କୁମ୍ଭ ପାଇଁ ଆଜି ଶୁଭ ଦିନ। ଧନିଷ୍ଠା କୁମ୍ଭର ଶୁଭ ଟିକେ ବେଶୀ, କିନ୍ତୁ ଶତଭିଷା କୁମ୍ଭ ଦିନ ସାରା ଅତି ଅଧିକ ଶୁଭ ଫଳ ପାଇବ। ଆଉ ଭାରି ଖୁସି ହେବ। ସମସ୍ତ କୁମ୍ଭ ରାଶି ପାଇଁ ସମସ୍ତ କର୍ମ ସନ୍ତୋଷଜନକ ହେବ। ବ୍ୟୟ, ଅସୁସ୍ଥତା, ଶତ୍ରୁ, ଋଣ ଏମାନେ କେହି ସମସ୍ୟା ସୃଷ୍ଟି କରିବେନି। ମାନେ ଅଧିକ ବ୍ୟୟ ହେବନି, ଆୟ ଅଧିକ ହେବ। ମାନେ କ'ଣ 10 ଟଙ୍କା ଆସିଲା, ଟଙ୍କା ବ୍ୟୟ ବାଧିବ କି? ବାଧିବନି ନା। ବ୍ୟୟ ମଧ୍ୟ ଦୁଃଖ ଦେବନି। ଅସୁସ୍ଥତା କେଉଁଠି ଟିକେ କ'ଣ ଟିକେ ସାମାନ ଟିକେ ହେବ, ଟିକେ ଛିଙ୍କ ଥରେ ହେବ ଜୀବନ ସାରା, ଏଗୁଡ଼ କଷ୍ଟ। ଅସୁସ୍ଥତା, ଶତ୍ରୁ ଯିଏ ଆପଣଙ୍କୁ ଦେଖିଲେ ଫଁ ଫଁ ହୁଅନ୍ତି, ସିଏ ନଇଁଯିବେ। ଆଉ ଋଣ, ଯିଏ ଋଣ ଦେଇছে ଋଣଦାତା, ସେମାନେ ମଧ୍ୟ କିଛି କହିବେନି। ତେଣୁ ଏମାନେ ସମସ୍ତେ ବ୍ୟୟ, ଅସୁସ୍ଥତା, ଶତ୍ରୁ, ଋଣ କୌଣସି ସମସ୍ୟା ସୃଷ୍ଟି କରିବେ ନାହିଁ। ଧନାଗମ ହେବ, ହାତକୁ ପ୍ରବଳ ଧନ ଆସିବ, ଭାରି ଖୁସି ଖବର। 4 ତାରିଖ ଶନିବାର। ମୀନ ରାଶି କଥା ଶୁଣିବା। ମୀନ ରାଶିର 27 ନକ୍ଷତ୍ର ମାନେ ରେବତୀ ନକ୍ଷତ୍ର ଅଧିକ ବ୍ୟୟ କରିବେ। ହାତ ଖାଲି ହେଇଯିବ, ଅଣ୍ଟା ଖାଲି ହେଇଯିବ। 27 ନକ୍ଷତ୍ରର ଟିକେ ହାତକୁ ଚିପି ଦିଅନ୍ତୁ, ଖର୍ଚ୍ଚ ବେଶୀ କରନ୍ତୁନି, ହଇରାଣ ହେଇଯିବେ। ଅଶାନ୍ତରେ ଦିନ ଯିବ। କାହାର? ରେବତୀ ନକ୍ଷତ୍ରର। ପୂର୍ବଭାଦ୍ର ପାଇଁ ଶାନ୍ତି ଯୋଗ ଅଛି। ହଁ, ସମସ୍ୟା କିଛି ହେବନି। ମାତ୍ର ଉତ୍ତର ଭାଦ୍ର ମିଶ୍ରିତ ଫଳ ପାଇବେ। ପୂର୍ବଭାଦ୍ର ଭଲ,
ଆଉ ରେବତୀ ବହୁତ ଖରାପ। ଉତ୍ତର ଭାଦ୍ର ମଝିଆ ଦୃଢ଼େ ତରନ୍ତି ମୁଢ଼େ ତରନ୍ତି ମଝି ମଝିଆ ଗଡ଼ି ମରନ୍ତି। ତେଣୁ ମଝିଆ ହେଲା। ତେଣୁ ଉତ୍ତର ଭାଦ୍ର କ'ଣ କରିବ? ଦୁଃଖ ଯେତିକି ପାଇବ ସୁଖ ସେତିକି ପାଇବ। ଆୟ ଯେତିକି ହେବ ବ୍ୟୟ ସେତିକି ହେବ। ଭଲ ଭୋଜନ ହେବ, ଖାଇଲା ବେଳେ ଟିକେ କ'ଣ ଝାମେଲା ହେବ, ନିଦ ବଢ଼ିଆ ହେବ, ଠିକ୍ ସମୟରେ କିଏ ଡାକିଦେବ। ମଝି ମଝିଆ ସମସ୍ୟା ଆଉ। ତେଣୁ ଉତ୍ତର ଭାଦ୍ର ମୀନ ମିଶ୍ରିତ ଫଳ ଭୋଗ କରିବେ। ଆୟ ବ୍ୟୟକୁ ବଳିଯିବ, ବ୍ୟୟ ବଳିଯିବ, ବ୍ୟୟ ଆୟକୁ ବଳିଯିବ। ସମସ୍ତ ମୀନ ରାଶି ପାଇଁ ଶାରୀରିକ ସମସ୍ୟା ପୀଡ଼ା ଦେବ, ଦାମ୍ପତ୍ୟ କଳହ ମଧ୍ୟ ହେଇପାରେ। 12 ରାଶି ବିଷୟରେ ଆଜି ଆଲୋଚନା କଲି। ଆପଣମାନେ ସମସ୍ତେ ଟିକେ ମତାମତ ଦେବେ, ତ କମେଣ୍ଟ କରନ୍ତି, କମେଣ୍ଟ ବକ୍ସରେ ଟିକେ ମତାମତ ଦେବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଆଉ ଯଦି କିଛି ଥାଏ ବୁଝିବା ପାଇଁ ମୋ ଫୋନ୍ ନମ୍ବର ମୋତେ ପଚାରିବେ, ମୁଁ ଆପଣଙ୍କୁ ବୁଝେଇଦେବି। ରହିଲି ଆଜି ପାଇଁ ଏତିକି। ନମସ୍କାର। କୁଳମଣି ପଟ୍ଟନାୟକ।